जे खेल घेरई जगत जंजाल से माया खेले हारी हारी डाके मो जीव रख हरी रोग दुश्चिंता भवताप शोक दारिद्र्य अनुताप एककु एक महाबली करन्ति जीवे दला मन समुद्र रे उठे तरंग आक्रोश रे प्रत्येक चिंता जे तरंग हृदय न हुई शांत स्नान बार व्रत पूजा उपास विधिमत जीवन सारा करुथांती तथापि दुख भोगुथांती जे बेहुए निराश से बेले तुम्हें काहूँ आस अंतरे सिंची भाव जल दिय ज्ञान शक्ति ओ बल। जय श्री गुरुदेव, जय श्री जगन्नाथ। हे आदि पुरुष, हे अनंत गोसाई, आमर असंख्य दोष को क्षमा करी आमर प्रेम भक्ति भरा साष्टांग प्रणिपात स्वीकार कर। हे परम कारुणिक श्री गुरु, ए ब्रह्मांडर जड़ जीव जगत सभी तुमरी शक्ति ही सृष्टि। प्रत्येक अणुरे तुमरी ही शक्ति ओतप्रोत भावरे जड़ित अछंती प्रभु। असंख्य विश्वरे जेते प्राणी जन्म नेउछंती समस्ते तुम इच्छा अनुसार ही तुमको बुझी थांती। ए मानव जाति को तुमर जेतिकी शक्ति देखाइल मनुष्य तुमको सेतिकी शक्ति धारक बोली भावे। मूढ़ मनुष्य निजर सुखर संसार पाई अन्य प्राणी जाति उपरे अत्याचार करी चलीछि। हे दयामय पुरुष, मनुष्यर हिंसा गर्व और लोभ को नष्ट कर दियो। तार हृदय रे कोमल वृत्ति और ईश्वरीय गुण भरी दियो प्रभु। प्राणी जगतर सेवा करिबार आशीर्वाद प्रदान कर। मनुष्यर हृदय रे
ଦିବ୍ୟ ଜ୍ଞାନର ଝରଣା ବହି ଚାଲୁ। ହେ ଦିବ୍ୟ ଚିତ୍ରକାର, ମନୁଷ୍ୟ ମନରେ ତୁମର ରଙ୍ଗ ତୁଳି ଥରେ ବୁଲିଗଲେ ସେ ତୁମରି ରଙ୍ଗରେ ରଙ୍ଗାୟିତ ହୋଇଯିବ। ନଦୀ ଯେପରି ସମୁଦ୍ରର ବୁକୁ ଖୋଜୁଥାଏ, ଭକ୍ତ ମଧ୍ୟ ସଦା ତୁମରି ସଙ୍ଗତି ଲୋଡ଼ୁଥାଏ। ତୁମରି ସଙ୍ଗତି ହେଉଛି ଶ୍ରେଷ୍ଠ ସଙ୍ଗତି, ଯାହା ସ୍ଥୂଳ ଦୁନିଆରୁ ଆରମ୍ଭ କରି ସୂକ୍ଷ୍ମ ଦୁନିଆରେ ମଧ୍ୟ ସାଥିରେ ଥାଏ। ଏ ଦୁନିଆର ସବୁ ସମ୍ପର୍କର ଊର୍ଦ୍ଧ୍ୱରେ ଗୁରୁ ଓ ଶିଷ୍ୟଙ୍କ ସମ୍ପର୍କ। ଆତ୍ମାରେ ଆତ୍ମାର ମିଳନ ଓ ଏକତ୍ୱ ଅନୁଭବ। ଏହି ଏକତ୍ୱ ଅନୁଭବ ଓ ଆତ୍ମସ୍ଥିତ ଅବସ୍ଥାକୁ ସମାଧି କୁହାଯାଏ। ଗୋଟିଏ କରମ ସରିଲେ ଅନ୍ୟ କର୍ମର ଆଜ୍ଞା ମିଳେ। ଏକରୁ ଅପର କଠିନ, ଏକରୁ ଅନ୍ୟ ଯେ ମହାନ। ଶ୍ରୀ ଗୁରୁଙ୍କର ଆଦେଶରେ ନବ ନବ କରମ କରି, କଠିନରୁ କଠିନତର, ଜଟିଳରୁ ଜଟିଳତର। ଗୋଟିଏ କର୍ମ ଶେଷ ହେଲା ପରେ, ଗୋଟିଏ କର୍ମ ସମାହିତ ହେଲା ପରେ ଅନ୍ୟ ଏକ କର୍ମର ଆଜ୍ଞା ମିଳିଥାଏ ଗୁରୁଙ୍କ ଠାରୁ। ଗୁରୁଙ୍କ ଆଜ୍ଞାରେ ବିଶ୍ୱ କଲ୍ୟାଣ ଓ ମାନବ କଲ୍ୟାଣର କର୍ମ କରିଥାଏ ଭକ୍ତ। ପ୍ରତ୍ୟେକ କର୍ମ ଅନ୍ୟଠାରୁ କଠିନ ହୋଇଥାଏ, କଷ୍ଟକର ହୋଇଥାଏ, କିନ୍ତୁ ସେହି କର୍ମ ପୁଣି ଗୋଟିଏ ଠାରୁ ଅନ୍ୟଟି ମହାନ ହୋଇଥାଏ। ଶ୍ରୀ ଗୁରୁଙ୍କ ଆଦେଶରେ ଭକ୍ତ ନୂଆ ନୂଆ କାମ କରିଥାଏ। ଗୁରୁଙ୍କ ଆଦେଶ ଓ କର୍ମ ଜନହିତ ତଥା ଆଧ୍ୟାତ୍ମିକ ଉତ୍ତରଣ ନିମନ୍ତେ ଅଭିପ୍ରେତ ହୋଇଥାଏ। ତେଣୁ କର୍ମର ସମାପ୍ତି ଘଟେ ନାହିଁ କେବେ। କଠିନରୁ କଠିନତର, ଜଟିଳରୁ ଜଟିଳତର କର୍ମ ନିମନ୍ତେ ଗୁରୁ ଆଦେଶ ଦେଇଥାନ୍ତି ଓ ଭକ୍ତ ମନ ଦେଇ ଆଗ୍ରହରେ ସେହି କର୍ମ ସବୁକୁ ସମାହିତ କରି ଚାଲେ। କର୍ମରୁ ବଢ଼େ ଅଭିଜ୍ଞତା, ଅନ୍ତରର ପରିପକ୍ୱତା। ବଢ଼ି ଚାଲଇ ତ୍ୟାଗ ବୃତ୍ତି, ସାଥିରେ ସହିବାର ଶକ୍ତି। କୃପା ଶକ୍ତି ହୋଇଲେ ଜାତ, ଜଗତେ ହୁଏ ସେ ବରତ। ଜଗତ ଲୋଡ଼େ ତା ସାନ୍ନିଧ୍ୟ, ସେ ଭକ୍ତ ଖୋଜେ ଗୁରୁପଦ। କର୍ମ କଲେ ଅଭିଜ୍ଞତା ବଢ଼ିଥାଏ ଭକ୍ତର। କ୍ରମଶଃ ସେ ପ୍ରବୀଣ ହୋଇଥାଏ କର୍ମ ସମ୍ପାଦନରେ। ଅନ୍ତରର ପରିପକ୍ୱତା ମଧ୍ୟ ବୃଦ୍ଧି ପାଏ। ଅପରିପକ୍ୱରୁ ସେ ବୁଦ୍ଧିମାନ ହୋଇଥାଏ। ତ୍ୟାଗ କରିବାର ମନୋଭାବ ତାର ବଢ଼ି ଚାଲେ। ନିଜ ପାଇଁ ଆହରଣ କରିବାର ଇଚ୍ଛା ଲୋପ ପାଏ। ଏଥିସହିତ ସହିବାର ଶକ୍ତି ବା ସହନଶୀଳତା ମଧ୍ୟ ବୃଦ୍ଧି ପାଇଥାଏ। ଗୁରୁଙ୍କର କୃପାଶକ୍ତି ପ୍ରାପ୍ତ ହେଲେ ଜଗତ କଲ୍ୟାଣ ପାଇଁ ଭକ୍ତଟିଏ ସେବାରତ ହୋଇଥାଏ। ସେବାରେ ଜୁଟିଯାଏ। ତାର ପ୍ରତ୍ୟେକ ସମୟ, ପ୍ରତ୍ୟେକ କର୍ମ ସେବା ସଂଯୁକ୍ତ ଓ ତ୍ୟାଗପୂର୍ଣ୍ଣ ହୋଇଥାଏ। ସମଗ୍ର ଜଗତ ଏଭଳି ଭକ୍ତର ସାନ୍ନିଧ୍ୟ ଲୋଡ଼ିଥାଏ, ପାଖରେ ପାଇବାର ପ୍ରୟାସ କରେ। କିନ୍ତୁ ଭକ୍ତ, ସେ ତ ନିରନ୍ତର ଗୁରୁଙ୍କ ପାଦକୁ ଖୋଜୁଥାଏ, ଗୁରୁଙ୍କ ସାନ୍ନିଧ୍ୟ ଓ ଆଶୀର୍ବାଦ ଲୋଡ଼ୁଥାଏ। ଜାଗୃତେ ଶ୍ରୀ ଗୁରୁଙ୍କର ଘର, ଅସାରତା ପାଇ ସଂସାର। ଅନ୍ୟର କୃପା ଲୋଡ଼ି ନାହିଁ, ଗୁରୁ ମୁଖକୁ ଥାଇ ଚାହିଁ। ମନ ଯାର ଦୁଃଖରେ ପୂର୍ଣ୍ଣ, କି କରିବ ସେ ଗୁରୁ କର୍ମ। ସଦା ଶାନ୍ତି ଯାର
ଯାହାର ହୃଦୟରେ ଶ୍ରୀ ଗୁରୁ ଘର କରିଥାନ୍ତି ତା ପାଇଁ ସଂସାର ଅସାର ଅର୍ଥଶୂନ୍ୟ ଅନିତ୍ୟ ଓ ଅଯଥା ହୋଇଥାଏ। ସଂସାର ଏଭଳି ଭକ୍ତ ପାଇଁ କୌଣସି ମାନେ ରଖେ ନାହିଁ। ଭକ୍ତ ମଧ୍ୟ ଅନ୍ୟ କାହାର କୃପା ଲୋଡ଼େ ନାହିଁ, ଅନ୍ୟ କାହାଠାରୁ କରୁଣା ଭିକ୍ଷା କରେ ନାହିଁ। ତାର ଆବଶ୍ୟକ ବି କ'ଣ ଥାଏ? ସେ ତ ଗୁରୁମୁଖକୁ ଚାହିଁ ରହିଥାଏ। ଯାହା ସାହସ ସାମର୍ଥ୍ୟ କୃପା ଚାହିଁବା କଥା ସେ ସବୁ ଶ୍ରୀ ଗୁରୁଙ୍କ ଠାରୁ ପାଇଥାଏ। ଯାହାର ମନ ଦୁଃଖପୂର୍ଣ୍ଣ ହୋଇଥାଏ ସେ କ'ଣ କେବେ ଗୁରୁ କାର୍ଯ୍ୟ କରିପାରେ? ଅବସାଦରେ ଭର୍ତ୍ତି ବ୍ୟକ୍ତି କ'ଣ ଗୁରୁଙ୍କ ଇଚ୍ଛାକୁ କାର୍ଯ୍ୟକାରୀ କରିପାରିବ? ଯାହାର ମନ ଅଶାନ୍ତ ଓ ବିଚଳିତ ସେ କିଭଳି ଧ୍ୟାନ କରିବ ବା ମନକୁ ପ୍ରଶାନ୍ତ ରଖି ଗୁରୁଙ୍କ ପାଖରେ ଚିତ୍ତ ନିବିଷ୍ଟ କରିବ? ଗୁରୁ କର୍ମ କରିବା ପାଇଁ ପ୍ରଶାନ୍ତ ଓ ପ୍ରସନ୍ନ ଚିତ୍ତ ହେବା ଭକ୍ତ ପାଇଁ ବିଧେୟ। ପୂଜ୍ୟ ଗୁରୁଜୀ ଡକ୍ଟର ଚନ୍ଦ୍ରଭାନୁ ଶତପଥୀଙ୍କ ବିରଚିତ ଶ୍ରୀ ଗୁରୁ ଭାଗବତ ଗ୍ରନ୍ଥ ସାଧନାର ସର୍ବୋଚ୍ଚ ଅବସ୍ଥା ଯାହାକୁ ସମାଧି କୁହାଯାଏ ତାର ଏକ ସୁନ୍ଦର ଅନୁଭବର ଚିତ୍ର ଉପସ୍ଥାପନ କରିଥାଏ। ସଦ୍ଗୁରୁଙ୍କ କୃପା ହେଲେ ସାଧକ ସମାଧିତ୍ୱ ପ୍ରାପ୍ତି କରିଥାଏ। ସେତେବେଳେ ଧ୍ୟାତା ଧ୍ୟାନ ଓ ଧ୍ୟେୟ ଏକ ସରଳ ରେଖାର ଗୋଟିଏ ବିନ୍ଦୁରେ ଅବସ୍ଥାନ କରିଥାନ୍ତି। ଧ୍ୟାନ ଗାଢ଼ ହେଲେ ଧ୍ୟେୟ ବସ୍ତୁ ଓ ମୁଁ ଭିତରେ କିଛି ପୃଥକ ଜ୍ଞାନ ରହେ ନାହିଁ। ଚିତ୍ତ ସେତେବେଳେ ଧ୍ୟେୟ ବସ୍ତୁରେ ବିନିଯୋଗ ହୋଇଥାଏ, ଲୀନ ହୋଇଥାଏ। ସାଧକ ଧ୍ୟେୟ ବସ୍ତୁରେ ଚିତ୍ତର ଏହିପରି ତନ୍ମୟତା ଅବସ୍ଥାକୁ ସମାଧି କୁହାଯାଏ। ଏହାକୁ ଭାଷାରେ ବର୍ଣ୍ଣନା କରାଯାଇପାରେ ନାହିଁ। ସମାଧିର ଏହି ଅବସ୍ଥାରେ ସାଧକ ପରିସ୍ଥିତି ତଥା ବାହ୍ୟ ଜଗତ ଭୁଲିଥାଏ, ଆତ୍ମା କିନ୍ତୁ ଜାଗ୍ରତ ଥାଏ। ବାହ୍ୟ ଜଗତର ବିସ୍ମରଣ ଅଥଚ ଆତ୍ମାରେ ଜାଗ୍ରତ ରହିବା ପରସ୍ପର ବିପରୀତ ହେଲେ ମଧ୍ୟ ସାଧକ ସହଜ ଅବସ୍ଥାରେ ଦୁଇ ଭାବକୁ ଏକତ୍ର ଧରିଥାଏ। ଚାହିଁ ରହିଥାଉ ବା ଶୋଇ ରହିଥାଉ ଚୈତନ୍ୟାରୂଢ଼ ହୋଇଥାଏ। ଗୋଟିଏ ଦିଗକୁ ଚାହିଁ ରହିଥିଲେ ମଧ୍ୟ ଅନ୍ତର୍ନୟନରେ 10 ଦିଗକୁ ଦେଖୁଥାଏ। ସେତେବେଳେ ମନ ବୁଦ୍ଧି ଇନ୍ଦ୍ରିୟ ଇତ୍ୟାଦି ସବୁ ଲୋପ ପାଇ ଯାଇଥାଏ। ସୂକ୍ଷ୍ମ ଇନ୍ଦ୍ରିୟ କ୍ରିୟାଶୀଳ ଥାଏ। ନିର୍ବିକଳ୍ପ ସମାଧି ଲାଭ କରିବା ଅର୍ଥ ସାଧକର ଅନ୍ତିମ ଗତିକୁ ପ୍ରାପ୍ତ ହେବା। ଏ ସ୍ଥିତିରେ ସାଧକଟିଏ ଶୁଦ୍ଧ ଯୋଗୀରେ ପରିଣତ ହୋଇଥାଏ ଓ ଦିବ୍ୟ ଶକ୍ତିର ଧାରକ ହୋଇଥାଏ। ଶୁଦ୍ଧ ଯୋଗୀଟିଏ ସିଦ୍ଧରେ ପରିଣତ ହୋଇଥାଏ। ସେହି ସିଦ୍ଧ ପୁରୁଷଙ୍କୁ ଆମର କୋଟି କୋଟି ପ୍ରଣାମ। ଜୟ ଶ୍ରୀ ଗୁରୁଦେବ, ଜୟ ଶ୍ରୀ ଗୁରୁ ଭାଗବତ।